ପ୍ରାର୍ଥନା ମାର୍ଚ୍ଚ 20, 1914। ତୁ ହିଁ ଚେତନା, ତୁ ହିଁ ଜ୍ୟୋତି, ତୁ ହିଁ ସକଳ ଅନ୍ତରରେ ଶାନ୍ତି, ତୁ ହିଁ ଦିବ୍ୟ ପ୍ରେମ ଯାହା ରୂପାନ୍ତରିତ କରି, ତୁ ହିଁ ଜ୍ଞାନ ଯାହା ସକଳ ଅନ୍ଧକାର ଉପରେ ବିଜୟୀ ହୁଏ। ତୋତେ ଅନୁଭବ କରିବାକୁ ହେଲେ, ତୋ ସକାଶେ ଅଭିପ୍ସା କରିବାକୁ ହେଲେ ଆମ୍ଭମାନଙ୍କୁ ଅବଚେତନାର ବିଶାଳ ସାଗର ମଧ୍ୟରୁ ଉଠି ଆସିବାକୁ ହେବ। ଆମ୍ଭମାନଙ୍କୁ ନିର୍ମଳ କରିବାକୁ ହେବ ତଥା ବିଶିଷ୍ଟ ଭାବେ ଗଢ଼ି ତୋଳିବାକୁ ହେବ, ଯଦ୍ୱାରା ପ୍ରଥମେ ନିଜକୁ ଜାଣି ହେବ, ତତ୍ପରେ ନିଜକୁ ଦେଇ ହେବ, କାରଣ ସେହି ନିଜକୁ ସମର୍ପଣ କରିପାରେ ଯାହାର ନିଜ ଉପରେ ଅଧିକାର ଅଛି। ଏହି ନିର୍ମଳତା ପ୍ରାପ୍ତି ନିମନ୍ତେ ଏବଂ ଆବେଷ୍ଟନୀର ଅଗଠିତ ଏକାକାର ଅସ୍ପଷ୍ଟ ମଧ୍ୟବର୍ତ୍ତୀ ଅବସ୍ଥା ମଧ୍ୟରୁ ବାହାରି ଆସିବା ନିମିତ୍ତ କେତେ ପ୍ରଯତ୍ନ, କେତେ ସଂଗ୍ରାମ କରିବାକୁ ନ ହୁଏ। ପୁନଶ୍ଚ ବ୍ୟକ୍ତିତ୍ୱ ସୁଗଠିତ ହେଲା ପରେ କେତେ ଚେଷ୍ଟା, କେତେ ଉଦ୍ୟମ ଦରକାର ନ ହୁଏ ନିଜକୁ ଦେଇଦେବାକୁ, ସମର୍ପଣ କରିବାକୁ। ଅତି ଅଳ୍ପ ଲୋକ ହିଁ ସ୍ୱ ଇଚ୍ଛାରେ ଏହି ପ୍ରଚେଷ୍ଟା କରିବାକୁ ଚାହାନ୍ତି। ତାପରେ ଜୀବନ ତାହାର ଅପ୍ରତ୍ୟାଶିତ ନିଦାରୁଣତାର ଚାପ ଦେଇ ମନୁଷ୍ୟର ଅନିଚ୍ଛା ସତ୍ତ୍ୱେ ତାହାକୁ ବାଧ୍ୟ କରେ ଏହି ଚେଷ୍ଟା କରିବାକୁ। କାରଣ ସେତେବେଳେ ଆଉ କୌଣସି ଗତି ନଥାଏ। ଏହି ଭାବେ ଧୀରେ ଧୀରେ ସକଳ ବାଧାବିଘ୍ନ ସତ୍ତ୍ୱେ ବି ତୋ କାର୍ଯ୍ୟ ସମ୍ପାଦିତ ହୁଏ। ମା।